आम जगा भारी बढ़िया। हे पुत्र कांदू किस अर्थे के प्राणी शोक देला तते, पिता वचन शुणी बला संक्षेपी सकल कहिला। पुत्र वचन शुणी कर्णे कोपे बसिला विप्र मने, पुत्र को चाही कोप भरे बोलई निष्ठुर उतरे। अळप अपराधे तू ही ए कर्म कलु किस पाई, से भागवत पुण्य देही ए साप ताकु न लागही। ऐश्चर्य देख कथा शुणी मो मने करु व्यथा, अळप अपराधे देख धर्म विहिलु बालक। ଯାହାର ବୁଝେ ଆଶ୍ରୟ କରି ଧର୍ମ ସମ୍ପଦ ସୁଖ ସିରି, ପ୍ରଜାଏ ସୁଖେଣ ଭୁଜନ୍ତି ସେ କି କାହାରେ ଦ୍ରୋହ ଚିନ୍ତି। ବିଷ୍ଣୁର ଅଂଶ ନରପତି ଜନ ବିମେଦିନୀ ପାଳନ୍ତି, ଏବେ ରାଜାର ଅନ୍ତେ ମହି ଚଉର୍ଯ୍ୟ ଦଳ ଦର୍ପ ବହି। ଅରକ୍ଷ ମେଷ ଯୁଦ୍ଧ ପ୍ରାଏ ଲୋକ ନିଶ୍ଚୟ ଜୋର ଭଏ, ଧନ ହରିବେ ଅନ୍ୟ ଅନେ ପ୍ରଜା ପଶିବେ ଘୋର ବନେ। ନିର୍ଭୟେ ପଶୁକୁ ହିଂସିବେ ପରର ମଣି ନ ମାନିବେ, ଅନାଥ ହୋଇବ ସଂସାର ସେ ପାପ ହୋଇବ ଆମ୍ଭର। ଧର୍ମ ଛାଡ଼ିବ ଚାରି ପାଦେ ଯେବା ବିହିତି ଅଛି ବେଦେ, ବର୍ଣ୍ଣ ଆଶ୍ରମ ଯେ ଆଚାର ଏ ତିନି ଧର୍ମ ଯେବେ ତର। ସେ ଧର୍ମ ତେଜି ଦୂର ତରେ ପଶିବେ ଅଧର୍ମ ବ୍ୟବହାରେ, ସର୍ବେ ବୁଡ଼ିବେ ଅର୍ଥ କାମେ ବଞ୍ଚିବେ ଶ୍ୱାନ କପି ଧର୍ମେ। ଏ ଧର୍ମ ପାଳନର ପତି ସୁକୃତବନ୍ତ ଚକ୍ରବର୍ତ୍ତୀ, ସାକ୍ଷାତେ ମହାଭାଗବତ ସେ ରାଜ ଋଷି ପରୀକ୍ଷିତ। କଲା ଯେ ତିନି ଅଶ୍ୱମେଧି ଆଗମ ନିଗମ ପ୍ରସିଦ୍ଧି, କ୍ଷୁଧା ତୃଷାରେ ବୁଲି ବନେ ମିଳିଲା ମୋହର ଆଶ୍ରମେ। ତାହାକୁ ଶାନ୍ତି ତୁ ନ କଲୁ ବିଶେଷ ଘୋର ସାପ ଦେଲୁ, ସେ ଆମ୍ଭ ସାପ ଯୋଗ୍ୟ ନୁହେଁ ଅଶେଷ ଧର୍ମ ଦେହ ବହେ। ଏମନ୍ତେ ବିଷ୍ଣୁଙ୍କୁ ସେ ଧ୍ୟାଇ ବ୍ରାହ୍ମଣ ବୋଲେ ତ୍ରାହି ତ୍ରାହି, ନିଷ୍ପାପ ମୃତ୍ୟୁକୁ ଏ ବଳେ ଦ୍ରୋହ ଚିନ୍ଧିଲା ମହି ତଳେ। ଅଳପ ବୁଦ୍ଧି ଏ ବାଳକ ଏହାର ମନେ କଲା ଦୁଃଖ, ଭୋନାଥ କରୁଣା ସାଗର ବାଳକ ଦୋଷ କ୍ଷମା କର। ନିନ୍ଦା କପଟ ଅପଜ୍ଞାନ ସାପ ତାଡ଼ନ ଆଦିମାନ, କଲା ପ୍ରାଣୀଙ୍କି ପ୍ରତିକୃତ ନ କରେ ଯେ ତୋର ଭକତ। ତୋହର ଭକତ ଯେଉ ଜନ କୋପ ନ ବସେ ତାର ମନ, ପ୍ରାଣୀଙ୍କ ଅପରାଧ ସହେ ତୋହର ଭାବ ଚିତ୍ତ ବହେ। ଅତି ଅନ୍ୟାୟ କର୍ମ ମୋର ଏ କର୍ମହୀନ ଦୁରାଚାର, ନିରପରାଧେ ଦ୍ରୋହ ଚିନ୍ତି ଏ ମୋର ଚିନ୍ତେ ଗରୁ ଭ୍ରାନ୍ତି। ଦେହ ହେଳନ କର୍ମ ମୋର ନିଶ୍ଚୟ ଲଭିଲି ଧର୍ମ ଦ୍ୱାର, ଦୁଃଖ ମୁଁ ଲଭିବି ନିକଟେ ଘୋର ସଂସାର ସଙ୍କଟେ। ଏମନ୍ତେ ପୁତ୍ର ଅପରାଧେ ମହତ ସାପ ଅପବାଦେ, ତାପ ଅନୁତାପିତ ବିପ୍ରବର ବୋଲେ ଗୋବିନ୍ଦ ରକ୍ଷା କର। ରାଜା ଯେ ଅପରାଧ କଲା ସେ କଥା ଚିତ୍ତେ ନ ଘେନିଲା, ଏ ନର ଲୋକେ ସାଧୁ ଯେତେ କୋପ ନ ବସେ ତାଙ୍କ ଚିତ୍ତେ। ପ୍ରାଣୀଙ୍କ ଦୋଷ ନ ଘେନନ୍ତି ସ୍ତୁତିରେ ହରସ ନୁହନ୍ତି, ପର ଦୁଃଖରେ ଦୁଃଖୀ ହୁଅନ୍ତି ସମଦୃଷ୍ଟିରେ ଆତ୍ମା ଚିନ୍ତି। ସେ ସାଧୁ ଜନଙ୍କର କଥା କେବେ ହେ ନୁହଁଇ ଅନ୍ୟଥା, ବୋଲଇ ଦାସ ଜଗନ୍ନାଥ ଭାଷା ପ୍ରବନ୍ଧେ ଭାଗବତ। ସୁଜନ ଜନଙ୍କର ହିତେ ଯେବା ପ୍ରକାଶ ମୋର ଚିତ୍ତେ, ସୁଜନେ ନ ଘନିବ ଦୋଷ ମୁଁ ତୁମ୍ଭ ଦାସଙ୍କର ଦାସ। इति श्रीमद्भागवते महापुराण परमहंसाय संहिताया प्रथम स्कंदे विप्र शापोपलम्बन नाम अष्टदशा अध्याय 19 अध्याय। गंगा कूଳରେ उपवासी ହୋଇ ରହନ୍ତେ ରାଜା ଆସି, ତହିଁ ମିଳିଲେ ସୁଖ ମୁନି 19ରେ ଏହି ବାଣୀ।
ସୁତ କହନ୍ତି ଅନୁରାଗେ, ସୌନକ ଆଦି ଋଷି ଆଗେ। ହେ ମହାପତି ପରୀକ୍ଷିତ, ଚିନ୍ତା ନିମଗ୍ନ ଦୁଃଖ ଚିତ୍ତ। ଏକାନ୍ତେ ବସି ବିଚାର, ଏ ନିନ୍ଦିତ କର୍ମ କଲି ମୁହିଁ। ଅର୍ଜିତ କର୍ମବଶ ହୋଇ, ଗୁରୁ ଯେ ସନେ ଶିକ୍ଷା ଦେଇ। ଅନାର୍ଯ୍ୟ ପ୍ରାଣୀଙ୍କ ବ୍ୟବହାରେ, କୁକର୍ମ କଲି ଏ ସଂସାରେ। ନିର୍ଦ୍ଦୋଷ ବ୍ରାହ୍ମଣର ଗଳେ, ସର୍ପ ମୁଁ ଦେଲି ଧନୁ ହୁଳେ। ନିଶ୍ଚଳ ଯୋଗେ ତାର ଧ୍ୟାନ, ନ ଜାଣି ହେଲି ହତ ଜ୍ଞାନ। ଦେହ ହେଳନ କର୍ମ କଲି, ନିକଟେ ସଙ୍କଟ ଲଭିଲି। ଏ ପାପ ବିନାଶନ ହେତୁ, ବେଗେ ବିଧାତା ମୋତେ ଚିନ୍ତୁ। ଏ କର୍ମ ପୁଣ ମୁଁ ଯେ ମନ୍ତେ, କେବେ ହେ ନ କଳ୍ପଇ ଚିତେ। ବ୍ରାହ୍ମଣ କ୍ରୋଧୋତାପା ନଳ, ଏ ମୋର ରାଜ୍ୟ ଧନ ବଳ। ଆତ୍ମାର ସଙ୍ଗ ଦହୁ ମତେ, ଏ କର୍ମ ନ କରେ ଯେ ମନ୍ତେ। ଗୋତ୍ୱିଜ ଦେବଙ୍କ ହିଂସନେ, ଦୁର୍ବୁଦ୍ଧି ନ ସ୍ଫୁରୁ ମୋ ମନେ। ଏ ମନ୍ତେ ବିଚାରୁ ବିଷାଦେ, ବୃତ୍ତାନ୍ତ ଶୁଭେ ଜନବାଦେ। ଉରଗ ବ୍ରାହ୍ମଣର ଗଳେ, ରାଜା ଯେ ଦେଲା ଧନୁ ହୁଳେ। ତାର ବାଳକ ସାପ ଦେଲା, ତକ୍ଷକ ଦଂଶିବ ବୋଇଲା। ଶପଥ ଦିନ ଶେଷ କାଳେ, ରାଜାକୁ ଦଂଶିବ ସେ ବଳେ। ଏ ମନ୍ତ ଜନମୁଖୁ ଶୁଣି, ମନେ ସାନନ୍ଦ ନୃପମଣି। ବୋଲେ ଏ ମତେ ବେକେ ଖାଉ, ଏ ମୋର କୂଳେ ତାପ ନହୁ। ଯେ ମନ୍ତେ ଇହ ପର ଲୋକେ, ମରଣେ ନ ପଡ଼ଇ ଦୁଃଖେ। ଏ ମନ୍ତ ନିଶ୍ଚୟ ବିଚାରି, ରାଜ ସମ୍ପଦ ପରିହରି। ଚିନ୍ତିଲା କୃଷ୍ଣ ପାଦ ପୃଷ୍ଠ, ସେବନ ବିନା ନାହିଁ ଶ୍ରେଷ୍ଠ। କୃଷ୍ଣର ପାଦ ପଦ୍ମ ଜଳେ, ପ୍ରବେଶ ଯାଇ ଗଙ୍ଗା କୂଳେ। ଶ୍ରୀକୃଷ୍ଣ ଚରଣ ତୁଳସୀ, ପାଦ ଉଦକରେ ଯେ ମିଶି। ଅତି ପବିତ୍ର ବହେ ବାରି, ଉଭୟ ଲୋକ ପାପ ହରି। ପ୍ରାଣୀର ପ୍ରାଣ ତ୍ୟାଗ କାଳେ, କେବା ନ ବସେ ତାର କୂଳେ। ପାଣ୍ଡବ ବଂଶେ କୀର୍ତ୍ତିକର, ସକଳ ରାଜା ମଧ୍ୟେ ପର। ସେ ସୁର ନଦୀ ତୀରେ ଯାଇ, ଚିତେ ଗୋବିନ୍ଦ ପଦ ଧ୍ୟାଇ। ବିଷୟ ସଙ୍ଗ ଦୂର କରି, ଅନ୍ନ ଉଦକ ପରିହରି। ମୁନିଙ୍କ ବ୍ରତେ ସେ ନିଶ୍ଚଳେ, ମନ ନିବେଶି ଗଙ୍ଗା ଜଳେ। ସେ କଥା ଶୁଣି ମୁନି ଜନେ, ଯେ ଅବା ଥିଲେ ଗିରିବନେ। ନିଜ ନିବାସ ଉପେଖିଲେ, ହସ୍ତିନା ନଗରେ ମିଳିଲେ। ଯେ ଅବା ଥିଲେ ଯେଉଁ ଦେଶେ, ରାଜାଙ୍କୁ ଦେଖିବାର ଆସେ। ସଙ୍ଗତେ ଘେନି ଶିଷ୍ୟ ଗଣ, ଅପରେ ଅଶେଷ ବ୍ରାହ୍ମଣ। ତାଙ୍କ ମହିମା କେବା କହେ, ତୀର୍ଥ ପବିତ୍ର ତାଙ୍କ ଦେହେ। ତୀର୍ଥ ଗମନ ଝଳ କରି, ପ୍ରବେଶ ଜହି ଦଣ୍ଡଧାରୀ। ଅତ୍ରି ବଶିଷ୍ଠ ଋଷ୍ଟି ନେମି, ଚୈବନ ଭରଦ୍ୱାଜ ଘେନି। ଭୃଗୁ ଅଙ୍ଗିରା ପରାଶର, ଉତଥ୍ୟ ଗାଧିର କୁମର। ଇନ୍ଦ୍ର ପ୍ରମଦ ମେଧା ତିଥି, ଦୁର୍ବଳ ଅଶିଷ୍ଟେଣ ଯତି। ସୁବାହୁ ଭରଦ୍ୱାଜ ଶେଷ, ଗୌତମ ମତ୍ରିୟ କବଶ। ପିପଳାୟନ ବର୍ବ ମୁନି, ବ୍ୟାସ ନାରଦ କୁମ୍ଭ ଯୋନି। ଦେବଶ୍ରୀ ରାଜଶ୍ରୀ ମହର୍ଷି, ଅପରେ ଯେତେକ ବ୍ରହ୍ମର୍ଷି। ସକଳ ଋଷି ଏକ ମେଳେ, ମିଳିଲେ ଜାହ୍ନବୀର କୂଳେ। ତାହାଙ୍କୁ ଦେଖି ପରୀକ୍ଷିତ, କପାଳେ ଦେଇବେନି ହସ୍ତ। ବନ୍ଦିଲା ମୁନି